हेलो नमस्कार जय जगन्नाथ सांग माने। तो काली आमे आसिकी घरे पहुंचीलु आज हूँ बाहुड़ा यात्रा। तो से सकालु सकालु घरे आज समस्ते गाधे पाधेकी रेडी कहीं आमर बाहुड़ा दिन सब वर्ष खेचड़ी हुए ठाकुर पाखे भोग लगे। आउ सब वर्ष खेचड़ीटा ये रांधती। तो तांको सेठी चुली पाखे सब सज करके देदेले सी रोषे करती माने सी आज होती मेन रोषैया आमे हूँ टहलिया। ଶାଶୁ ବୋହୂ ମିଶିକି ସବୁ ଜିନିଷ ଆମେ ରେଡ଼ି କରିଦେଲୁ ସେଇଠି ରୋଷେଇ ଘରକୁ। ତାପରେ ବାବା ମା ସେଇଠି ବସିବେ, ତାଙ୍କୁ କହିଦେବେ ସେ ରୋଷେଇ କରିବେ। ମୋର ତ ଏମିତିରେ ଥଣ୍ଡା, ପୁଣି ଆଜି ମୁଁ ମୁଣ୍ଡ ସଫା କରିଦେଇଛି ସକାଳୁ ଉଠିକି, ସେଥିପାଇଁ କି ମୋତେ ଥଣ୍ଡା ଧରିଦେଇଛି। ପାଗଟା ବି ଥଣ୍ଡା ଅଛି, ମାନେ ବର୍ଷା ହେଉଛି। ସେଥିପାଇଁ କି ମୁଁ ତ ନ ରୋଷେଇ କଲେ ବି ନାହିଁ, ସେଠି ବସି ପାରିବିନି, କାହିଁକି ନା ଚୁଲିରେ ଯେଉଁ ଟିକେ ଟିକେ ଧୂଆଁ ଆସିବ ସେଥିରେ ମୋତେ ଥଣ୍ଡା ହେଉଛି, ବହୁତ ଜୋରସେ ବଢ଼ିଯିବ। ତ ମୋତେ ମାଳ ଗୁନ୍ଥିବାର ଥିଲା, ସେଥିପାଇଁ ମୁଁ ପଳେଇ ଆସିଲି ମାଳ ଗୁନ୍ଥିବାକୁ। ପୁରା ଭୋର ରାତିରୁ ବାବା ମା ଉଠିକି ଏତିକି ଫୁଲ ନେଇକି ଆସିଥିଲେ, ଟଗର ଫୁଲ। ଆଉ ମୁଁ ବସିକି ଆଗ ମାଳ ଗୁନ୍ଥିବା କାମଟା ସାରିଦେଲି। ଖାଲି ଟଗର ଫୁଲ ହିଁ ବେଶୀ ଥିଲା, ଆଉ କିଛି ଅଲଗା କଲରର ଫୁଲ ନଥିଲା। ସେଥିପାଇଁ କି ଏମିତି ମାଳଟେ ବନେଇ ଦେଇଛି, ଟଗର ଫୁଲ ଆଉ ଟଗର ଫୁଲ ଗଛର ପତ୍ର ଦେଇକି ମଝିରେ। ବାଡ଼ିରେ ତୁଳସୀ ଗଛ ଦେଖିକି ମୁଁ କହିଲି ଠାକୁରଙ୍କ ପାଇଁ ଗୋଟେ ତୁଳସୀ ପତ୍ରର ମାଳ ବନେଇଦେବା। ତ ସେମିତି ଖାଲି ଗଣ୍ଠି ପକେଇକି ଦିଟା ତୁଳସୀ ପତ୍ର ତାକୁ ବନେଇଦେଲି। ମୋ ପୁଅ ଏଇଠି ମୋତେ ହେଲ୍ପ କରୁଥିଲା, ତୁଳସୀ ପତ୍ର ମୋତେ ଦେଉଥିଲା। ତାପରେ ସବୁଠୁ ବେଶୀ ଏକ୍ସାଇଟେଡ୍ ରଥ ବାହୁଡ଼ାରେ ମୋ ପୁଅ, କିନ୍ତୁ ରଥରେ ଆମେ ଏଥର ଆସିପାରିଲୁନୁ। ଲାଷ୍ଟ ରଥରେ ସିଏ ପୁରା ପୂଜା କରିଥିଲା, ବହୁତ ଏକ୍ସାଇଟେଡ୍ ଥିଲା। ତ ସିଏ ତା ଦାଦାଙ୍କୁ କହିଥିଲା, ଦାଦା ତମେ ଠାକୁରଙ୍କୁ ନେଇକି ରଖି ଆସିବ ରଥ ଦିନ, ବାହୁଡ଼ା ଦିନକୁ ଗଲେ ମୁଁ ଆଣିବି। ଆଉ ତା ଦାଦା ତା ପାଇଁକି ଗୋଟେ ନୂଆ ଧୋତି ଆଣିକି ରଖିଥିଲେ। ତ ତାକୁ ଆଗ ସଜବାଜ କରିଦିଆହେଲା, ଧୋତି ପିନ୍ଧେଇକି କାନ୍ଧରେ ଚୁଡ଼ିଆ ପକେଇକି। ତାପରେ ସେ ତା ଦାଦାଙ୍କ ସହିତ ଚାଲିଲା ଠାକୁରଙ୍କୁ ଆଣିବାକୁ। ରଥ ଦିନ ଠାକୁରଙ୍କୁ ନେଇକି ଆମର ଏଇଠି ଘର ପାଖରେ ଦିଟା ପାଖାପାଖି ଘର ଛାଡ଼ିକି ବ୍ରାହ୍ମଣଙ୍କ ଘର ଅଛି। ତ ତାଙ୍କ ଘରେ ନେଇକି ଠାକୁରଙ୍କୁ ରଖିଦେଇ ଆସୁ, କୁହନ୍ତି ସେଇଟା ତାଙ୍କର ମାଉସୀ ବାଡ଼ି ବୋଲି। ପୁରା 9 ଦିନ ଠାକୁର ସେଇଠି ରୁହନ୍ତି। ବାହୁଡ଼ା ଦିନ ପୁଣି ଠାକୁରଙ୍କୁ ଆଣିକି ରଥରେ ବସେଇକି ପୂଜା କରିକି ଭୋଗ ଲଗେଇକି ତାପରେ ପୁଣି ଠାକୁର ଘରକୁ ଠାକୁର ଆମର ଆସନ୍ତି। ରଥ ଆମର ଖୋଳା ବାହାରେ, ମାନେ ଘର ଆଗରେ ଦାଣ୍ଡରେ ଯେଉଁ ସେଇଠି ରଥ ବନା ହେଇକି ଅଛି। କିନ୍ତୁ ରଥ ଆକ୍ଚୁଆଲି ଟାଣିଲେ ବି ଆମର ବାହାରକୁ ଆସିପାରିବେନି। ଏକ ତ ଏବେ କାକୁଡ଼ି ଗଛ ଲଗା ହେଇଛି, ଛାମଡ଼ା ହେଇଛି, ସେଇଥିପାଇଁ କି। ଆଉ ଦୁଇରେ ହେଉଛି ଆମର ଯେଉଁ ଘରକୁ ପଶିବାକୁ ମେନ୍ ଯେଉଁ ଗଳି ରାସ୍ତାଟା, ସେଇଥିରେ ରଥ ଆସିପାରିବେନି ବାହାରକୁ। ତ ସେଇଥିପାଇଁ କି ଘର ଆଗରେ ହିଁ ରଥ ଥାନ୍ତି। ହାତରେ ଠାକୁରଙ୍କୁ ନେଇକି ରଥ ଉପରେ ବସେଇ ଦେଉ, ସେଇଠି ଜଷ୍ଟ ଟିକେ ହାତେ ଦୁଇ ହାତ ଟାଣି ଦେଉ। ତ ଠାକୁରଙ୍କୁ ନେଇକି ଆସିଲେ ଦାଦା ଆଉ ନାତି, ତାପରେ ବସିକି ସେମାନେ ମିଶିକି ପୂଜା କରିବେ। ଏଇ ଭିଡ଼ିଓରେ ପୁରା ଭିଡ଼ିଓ ଦେଲେ ଭିଡ଼ିଓଟା ଲମ୍ବା ହେଇଯିବ। ଆମର ବଡ଼ ବାପାଙ୍କ ଘରେ ବି ରଥ ହୁଏ, ଆଉ ଆମର ରଥ ଟଣା, ଠାକୁର ପୂଜା, ଆଉ କ'ଣ କ'ଣ ହେଲା ତାର ଭିଡ଼ିଓଟା ଆଉ ଗୋଟେ ପାର୍ଟରେ ଆଣିବି। ସେଥିପାଇଁ ତ ବାଏ ବାଏ, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।